ଜି ଯେବେଠାରୁ ମୋବାଇଲ ଆସିଲାଣି ସେବେଠାରୁ ସମସ୍ତେ କହୁଛନ୍ତି କିଛି ନା କିଛି ଭଲ ବି ହେଉଛି କିଛି ନା କିଛି ଖରାପ ବି ହେଉଛି। ତ ଆପଣଙ୍କ ମତରେ ଯେ ଏଇ ଯେଉଁ ମୋବାଇଲଟା ଆମ ସମ୍ପର୍କ ପାଇଁ ମାନେ କେତେ ଦୂର ଭଲ ଆଉ ଯଦି ବି ଖରାପ କେଉଁ କେଉଁ କ୍ଷେତ୍ରରେ ସେ ଖରାପ ପ୍ରଭାବ ପକାଉଛି ଆମ ପାଇଁ? ମୋବାଇଲ ଆସିବା ଦ୍ୱାରା ଆମ ସମ୍ପର୍କ ତ କମି କମି ଯାଉଛି। ସାଙ୍ଗସାଥି ଯେଉଁ ଆଗେ ଯେଉଁ ସାଙ୍ଗ ହେଇ ଖେଳିବା ବୁଲିବା ବସିବା ସେସବୁ ମୋବାଇଲ ଆସିଲା ପରେ ଆଉ ନାହିଁ। ଆଉ ସମ୍ପର୍କ ତ କମେଇ ନେଉଛି। ଆମେ ଗୋଟିଏ ଫଙ୍କସନ୍ କଲେ ବନ୍ଧୁ ଘରକୁ ବର୍ଷରେ 4 ଥର 5 ଥର ଯାଉଥିଲୁ, ଭଲ ମନ୍ଦ ବୁଝୁଥିଲୁ, ବନ୍ଧୁ ଆମ ଘରକୁ ଆସୁଥିଲେ, ସେସବୁ ଆଉ ନାହିଁ। ଆମେ ଭଲ ମନ୍ଦ ହେଲେ ଫୋନରେ ଜଣେଇଦେଲୁ ଆମର ଏଇଆ ହବ କି ଏଇଆ ହେଇଥିଲା ଆଉ ଆସିବେ। ତ ମୋବାଇଲ ହବା ଦ୍ୱାରା ସମ୍ପର୍କ ଛିଣ୍ଡି ଯାଉଛି, ସମ୍ପର୍କ ବଢୁନି। ବନ୍ଧୁ ରହୁଛି କିନ୍ତୁ ଯେତିକି ବନ୍ଧୁ ସହିତ ଯେତିକି ରିଲେଟିଭ ରହିବା ଇଣ୍ଟିମେଟ୍ ରହିବା କଥା, ଯେତିକି ସମ୍ପର୍କ ବଢିବା କଥା ସେଇଟା ଆଉ ନାହିଁ। ମୋବାଇଲ ଆସିବା ଦ୍ୱାରା ଲସ୍ ତ ହେଉଛି କିନ୍ତୁ ବନ୍ଧୁ ସମ୍ପର୍କ ଉପରେ ବଡ଼ ପ୍ରଭାବ। ମୋବାଇଲ ଦ୍ୱାରା ଆମମାନଙ୍କ ଲାଇଫ୍ ଷ୍ଟାଇଲରେ କ'ଣ କ'ଣ ଚେଞ୍ଜେସ୍ ସବୁ ଆସୁଛି, କ'ଣ କ'ଣ କ୍ଷତି ହେଉଛି ଆପଣଙ୍କ ମତରେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।